ଯେଉଁ ଜାଗାରୁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ କମାଉଛନ୍ତି, ନିକଟରେ ଥିବା ଖଣି କମ୍ପାନୀ ଗୁଡ଼ିକ ବି ହଜାର ହଜାର କୋଟି ଟଙ୍କାର ଲାଭବାନ ହେଉଛନ୍ତି। ସେ ଖଣି ଅଞ୍ଚଳର ଯେଉଁ ଗ୍ରାମବାସୀ ରହିଛି, ଖଣି ଅଞ୍ଚଳ ପାଖାପାଖି ହଉ କି ରାସ୍ତା ଦେଇକି ଯେଉଁ ଗ୍ରାମବାସୀ ମାନେ ସବୁ ଅଛନ୍ତି, ଯେମିତି ଆମେ ଦେଖିବା ତେହେରେଇରୁ ଯଦି କହିବା କଳମଙ୍ଗ ରାସ୍ତା ପୁରା ମରଣ ଜନ୍ତା ପାଲଟିଛି। ସେ ରାସ୍ତାରେ ଜଣେ ବାଇକ୍ ବାଲା ଚାଲିକି ଯିବା ବହୁତ କଷ୍ଟକର ଥିବା ବେଳେ ବଡ଼ ବଡ଼ ଗାଡ଼ି ଯେମିତିକି ଆପଣ ଟଲର ଗାଡ଼ି 10 ଚକିଆ ମାନେ 12 ଚକିଆ 14 ଚକିଆ 16 ଚକିଆ এবং 18 24 চকিয়া 22 চকিয়া পর্যন্ত भी গাড়ি চালুଛି। ତ ନିଶ୍ଚିତ ଭାବରେ ଆମେ ଏ ରାସ୍ତା ପ୍ରତି ଯେଉଁ ଗ୍ରାମବାସୀ ମାନେ ଅଛନ୍ତି, କଳମଙ୍ଗ ହେଲା ତେହେରେଇ ଆଉ ଆପଣଙ୍କର ସାନିନ୍ଦପୁର ବଡ଼େନ୍ଦପୁର, ସେ ଗ୍ରାମବାସୀ ମାନେ ଆଜି ରାସ୍ତାଟାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଛନ୍ତି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି। ଆମ ପାଖରେ କିଛି ଗ୍ରାମବାସୀ ମଧ୍ୟ ଅଛନ୍ତି, ଆମେ ତାଙ୍କଠାରୁ ପ୍ରତିକ୍ରିୟା ନେବା। କ'ଣ କହିବେ? ଏ ରାସ୍ତା ବାର ବାର ଆପଣ ଆଗରୁ ବି ଧାରଣା ଦେଇଛନ୍ତି ବହୁତ, କିନ୍ତୁ ତାର କିଛି ସୁଫଳ ମିଳୁନି, କ'ଣ କହିବେ? ଆପଣ ଦେଖନ୍ତୁ, ଆମର ଯୋଉ ଟେହେରେଇ ଠାରୁ ଆମର କଳମଙ୍ଗ ପର୍ଯ୍ୟନ୍ତ 2026ରେ ଆମର ସାଂସନ ହେଇଥିଲା ଏ ରାସ୍ତା, କିନ୍ତୁ 25 ଲକ୍ଷ କେତେ ଗୋଟେ ଟଙ୍କା ଗୋଟେ ହେଇଥିଲା, 26 ଲକ୍ଷ 14 କୋଟି ଟଙ୍କା ହେଇଥିଲା, କିନ୍ତୁ ଏବେ ପର୍ଯ୍ୟନ୍ତ ସେ କାରୁକାର୍ଯ୍ୟ ହେଇପାରୁନି। ଆଉ ଲୋକମାନେ ଦେଖନ୍ତୁ, ବର୍ଷା ଦିନେ ଏପରି ଭାବରେ ଯାଉଛନ୍ତି ଆସୁଛନ୍ତି। ଆପଣମାନେ ଦେଖୁଥିବେ ଯେ ମୋଟରସାଇକେଲ ଗୋଟେ ଗଲାବେଳେ କାଦୁଅ ଚିଟକେଇ ଦେଉଛି। ଲୋକ ଗୋଟେ ଜାଗାକୁ ଯିବା ପାଇଁ ଚାହୁଁଥିବ, କିନ୍ତୁ ତାର ଡ୍ରେସ୍ ପଟା କାଦୁଅ ହେଇକି ଲୋକ ପଡ଼ି ଯାଉଛନ୍ତି। ବର୍ଷାରେ ଘରେ ପାଣି ପଶି ଯାଉଛି, ମେଡ଼ିକାଲ ପାଇଁ ବହୁତ ଅସୁବିଧା ହେଉଛି। କିନ୍ତୁ ଲୋକମାନଙ୍କର ସଂଘର୍ଷ ଆଉ ଆଜି ପର୍ଯ୍ୟନ୍ତ କିଛି ହେଇପାରୁନାହିଁ। ଆଉ କମ୍ପାନୀ ମଧ୍ୟ କିଛି ଶୁଣୁନାହିଁ। ଆଉ ଏ ରୋଡ଼ ପାଇଁ ଆମେ ଆଜି ଅନିର୍ଦ୍ଦିଷ୍ଟ କାଳ ବସିବୁ ଏବଂ ଏ ରୋଡ଼ର ଯେପର୍ଯ୍ୟନ୍ତ ମରାମତି ନହେବ ତତପର୍ଯ୍ୟନ୍ତ ଗାଡ଼ି ଘୋଡ଼ା ସବୁ ବନ୍ଦ ରହିବ, ଏ ସଂକଳ୍ପ ଆମେ ନେଇଛୁ। ଯାହା ଶୁଣୁଥିଲେ, ସେମାନେ ଯଦି ଏ ରାସ୍ତାର କିଛି ମରାମତି କରା ନଯାଏ ବା ସମ୍ପୂର୍ଣ୍ଣ ନୂତନ ଭାବରେ ତିଆରି କରା ନଯାଏ, ତେବେ ସେ ଆଗକୁ ଏ ଧାରଣା ଜାରି ରଖିବେ ଯେପର୍ଯ୍ୟନ୍ତ ଏ ସମସ୍ୟାର କୌଣସି ସମାଧାନ ନ ଉଠୁଛି। ଆମ ପାଖରେ ଆହୁରି ବି ଅଛନ୍ତି ଗ୍ରାମବାସୀ, ତାଙ୍କଠାରୁ ପଚାରି ବୁଝିବା କ'ଣ କହିବେ ଏ ରାସ୍ତା ବିଷୟରେ। ରାସ୍ତା ଆଜ୍ଞା ଆମର ବହୁତ ଖରାପ, ଗାଡ଼ି ଯାଇପାରୁନି, ଆମ୍ବୁଲାନ୍ସ ଫସି ରହୁଛି, ସ୍କୁଲ ଛୁଆ ମାନେ ରାସ୍ତାରେ ବାହାରି ଯାଇପାରୁନାହାନ୍ତି। ଏତିକି ବିକଳ୍ପ ହେଇଛି ରାସ୍ତା ଯେ କହିବାର ମାନେ କ'ଣ କହିବି, କହିବାକୁ ମାନେ ଶର୍ମ ଲାଗୁଛି। ଏତେ ମାଇନ୍ସ ଅଛି ଆମର ଏଇଠୁ, କେତେ ଯେ ରାଜସ୍ୱ କୋଟି ସମ୍ପତ୍ତି ଲୁଟି ନେଇ ଯାଉଛନ୍ତି, କିନ୍ତୁ ଗାଁ ପାଇଁ କିଛି ବି ଏଠି ଡେଭଲପମେଣ୍ଟ କରୁନାହାନ୍ତି। ଗାଁ ରାସ୍ତା ସାର୍ କ'ଣ କହିବି, ଗାଁ ରାସ୍ତାରେ ଆଣ୍ଠୁଏ ଲେଖା ଗାଢ଼, ଘର ସାମ୍ନାରୁ ବାହାରିଲେ କାଦ, ଛୁଆ ପିଲା ରାସ୍ତାରେ ଯାଇପାରୁନାହାନ୍ତି। ବହୁତ ମୁସ୍କିଲ ରାସ୍ତା। ଏ ରାସ୍ତାରେ ଆଜ୍ଞା ମରାମତି ନିହାତି ଜରୁରୀ, ନୂତନ କାମ ହେବା ନିହାତି ଜରୁରୀ। ଲୋକକୁ କମ୍ପାନୀ ଖାଲି କହୁଛି ଆଜି କରିବି କାଲି କରିବି, ଏମିତି କରି କରି ମାନେ ଦୀର୍ଘାୟୁ ବର୍ଷ ବସେ ମାନେ ପାର କରି ସାରିଲାଣି, ତାପରେ ବି ରାସ୍ତା କାମ ହେଇପାରୁନି। ତ ଏଥିପାଇଁ ଆମେ ସବୁ ଗାଁ ବାଲା ସ୍ଥିର କରିଛୁ ଯେ ଯେତେ ତକ ରାସ୍ତା କାମ ଆମର ନହେବ ସେତେ ତକ ଆମେ ଧାରଣାରେ ବସି ରହିବୁ। ଯାହା ଶୁଣୁଥିଲେ, ପାଖରେ ରହିଛି 5ଟି କମ୍ପାନୀ ବର୍ତ୍ତମାନ ଚାଲିଛି ଏଇ ରାସ୍ତା ଦେଇକି। ଯଦି କହିବା ଆମେ ରୁଙ୍ଗଟାର 2 ଗୋଟି ଖଣି, 3ଟି ରୁଙ୍ଗଟା ଖଣି ଏବଂ ଗୋଟେ 2ଟି ଏନି ଖଣି ଚାଲିଛି। 2ଟି ଏନି ଖଣି ଚାଲିଛି, 5ଟା ଖଣିର ଗାଡ଼ି ଏଇ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି, କିନ୍ତୁ ରାସ୍ତା ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। କେତେବେଳେ ବି ଯଦି ଗ୍ରାମବାସୀଙ୍କ ସହିତ ଆଲୋଚନା ହେଉଛି, କେବଳ ମାଟି ପକେଇକି, ଯାହା ଗ୍ରାମବାସୀଙ୍କ ଅଭିଯୋଗ ରହୁଛି, କେବଳ ମାଟି ପକେଇକି କିଛି ଦିନ ପାଇଁ ତାକୁ ମାନେ କିଛି ଦିନ ପାଇଁ ମାତ୍ର, ବର୍ଷା ଦିନ ତ ଜାଣିଛନ୍ତି, ମାଟି ପକେଇଲେ ସେ ପୁଣି ଯୋଗାକୁ ସେଇଆ। ତେବେ ଆମେ ଏ ଖବର ମାଧ୍ୟମରେ ସରକାରଙ୍କ ସହିତ ଏବଂ ଖଣି କମ୍ପାନୀ ମାନଙ୍କୁ ବି ଆମେ ଏ ଖବର ଦେଖି ନିଶ୍ଚିତ ଭାବରେ ସେ ରାସ୍ତାର ବ୍ୟବସ୍ଥା କରିବେ ବୋଲି ଆମେ ଆଶା ରଖିବୁ। ସାନିନ୍ଦପୁର ନଗେଶ ଚନ୍ଦ୍ର ପାଢ଼ୀଙ୍କ ସହିତ ରିପୋର୍ଟର୍ସ ଟୁଡେ।